ମୁଁ ଆଜି କଖାରୁ ବା ବୋଇତି ଆଳୁରେ ଗୋଟେ ସହଜ ଆଉ ସ୍ୱାଦିଷ୍ଟ ରେସିପି ବନେଇବି। ଆପଣ କଖାରୁର ଏହି ରେସିପିକୁ ବହୁତ ସହଜରେ ଆଉ କମ୍ ସମୟରେ ପ୍ରସ୍ତୁତ କରି ପଖାଳ ଭାତ କି ଗରମ ଭାତ ସହିତ ଖାଇପାରିବେ, ନହେଲେ ଏମିତି ସ୍ନାକ୍ସ ହିସାବରେ ଖାଇପାରିବେ। ଯାହାକୁ କଖାରୁ ପସନ୍ଦ ନାହିଁ ସେମାନଙ୍କୁ ବି ଏ ରେସିପି ବହୁତ ଭଲ ଲାଗିବ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। କଖାରୁର ଏହି ରେସିପି ପାଇଁ ମୁଁ ଏଠି ଖଣ୍ଡେ କଖାରୁ ନେଇଛି। ଏ ପାଖାପାଖି 400 ଗ୍ରାମ କଖାରୁ ଅଛି। କଖାରୁର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ପ୍ରଥମେ ଆମେ କଖାରୁ ଭିତରେ ଯେଉଁ ମଞ୍ଜି ଅଛି ତାକୁ କାଢ଼ିଦେବା। ତାପରେ କଖାରୁର ଉପର ଚୋପାକୁ ବି ଛଡ଼େଇକି ନେଇଯିବା। କଖାରୁର ଉପର ଚୋପା ଆଉ ଭିତରେ ଥିବା ମଞ୍ଜିକୁ ଭଲ ଭାବେ ବାହାର କଲା ପରେ କଖାରୁକୁ ଆପଣ ଧୋଇକି ନେଇଯିବେ। ଗ୍ରେଟରର ମିଡ଼ିୟମ୍ ପଟେ କି ବଡ଼ ପଟେ ଆପଣ କଖାରୁକୁ ଭଲ କି କୋରିକି ନେଇଯିବେ। ମୁଁ ଏଠି ଗ୍ରେଟରର ମିଡ଼ିୟମ୍ ପଟେ କଖାରୁକୁ କୋରିକି ନେଇଯାଉଛି। ଏମିତି ଭାବେ ଆମେ ସବୁ କଖାରୁକୁ କୋରିକି ନେଇଯିବା। କଖାରୁକୁ କୋରିଲା ପରେ କଖାରୁକୁ ଆପଣ ଆଉ ଧୋଇବେନି। ମୁଁ ଏଠି ସବୁ କଖାରୁକୁ କୋରିକି ନେଇଯାଇଛି। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଏହାକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋର ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଆମେ ଯେଉଁ କଖାରୁକୁ କୋରିକି ରଖିଥିଲେ ମୁଁ ଆକୁ ଏଠି ଗୋଟେ ବଡ଼ ବାଉଲରେ ନେଇଯାଇଛି। ମୁଁ ଏଠି ଗୋଟେ ସିଝା ଆଳୁ ନେଇଛି। ମୁଁ ସିଝା ଆଳୁକୁ କୋରିକି ଦେଇ ଦେଉଛି। ସିଝା ଆଳୁ ଜାଗାରେ ଆପଣ କଞ୍ଚା ଆଳୁ ନେଇପାରିବେ। ଆଳୁ ଏଠି ଅପସନାଲ୍ ଅଛି। ତାପରେ ମୁଁ ଏଥିରେ ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜ ଆଉ 2ଟା କଞ୍ଚା ଲଙ୍କାକୁ ଛୋଟ ଛୋଟ କରି କାଟିକି ପକାଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ। ତାପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଅଦା ରସୁଣ ବଟା, ସ୍ୱାଦ ଅନୁସାରେ ଲୁଣ, 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଟେ ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ, ଗୋଟେ ଛୋଟ ଚାମଚ ଚିକେନ୍ ମସଲା ପକାଇଛି। ଲଙ୍କା ଗୁଣ୍ଡ ଏଠି ଅପସନାଲ୍ ଅଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ଦେବେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରିଦେବା। ତାପରେ ମୁଁ ଏଥିରେ ବାଇଣ୍ଡିଂ ପାଇଁ ବେସନ ଦେଉଛି। ପ୍ରଥମେ ମୁଁ 4 ଛୋଟ ଚାମଚ ବେସନ ଦେଇଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରିଦେବା। ଯଦି ଦରକାର ପଡ଼ିବ ଆମେ ଏଥିରେ ପଛରେ ଆଉ ବେସନ ମିକ୍ସ କରିବା। ଆପଣ ଏଥିରେ ବିଲକୁଲ ବି ପାଣି ଦେବେନି। ସବୁକୁ ଭଲ ଭାବେ ମିକ୍ସ କଲା ପରେ ମୁଁ ଏଠି ଆପଣଙ୍କୁ ଦେଖାଇ ଦେଉଛି। ଦେଖିପାରୁଥିବେ ଏଠି ଭଲସେ ବାଇଣ୍ଡିଂ ହେଇଯାଉଛି। ଯଦି ଆପଣଙ୍କର ଏମିତି ବାଇଣ୍ଡିଂ ହେଉନଥିବ ତାହେଲେ ଆପଣ ଏଥିରେ ଆଉ ଅଧିକ ବେସନ ମିକ୍ସ କରିପାରିବେ। ଏବେ ଆମେ ଅଳ୍ପ ଅଳ୍ପ ମିକ୍ସଚର ନେବା ଆଉ ତାକୁ ଏମିତି ରାଉଣ୍ଡ ସେପ୍ ଦେଲା ପରେ କଟଲେଟ୍ର ସେପ୍ ଦେଇଦେବା। ଆପଣ ଛୋଟ ବଡ଼ ଆପଣ କୌଣସି ସେପ୍ର କଟଲେଟ୍ ବନେଇ ପାରିବେ। ମୁଁ ଏଠି କିଛି କଟଲେଟ୍ ବା ବରା ବନେଇ ଦେଇଛି। ଏବେ ଆମେ ଆକୁ ଫ୍ରାଏ କରିବା। ସେଥିପାଇଁ ମୁଁ ଏଠି ଗୋଟେ ପ୍ୟାନ୍ରେ ଅଳ୍ପ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲ ଭାବେ ଗରମ ହେଲା ପରେ ଆମେ ଏଥିରେ ଗୋଟେ ଗୋଟେ କରି ବରାକୁ ଦେଇଦେବା। ଆପଣଙ୍କ ପ୍ୟାନ୍ରେ ଯେତିକିଟା ବରା ଜାଗା ହେବ ସେତିକିଟା ବରା ଦେବେ। ସବୁ ବରା ଦେଲା ପରେ ବରାର ଗୋଟେ ପଟ ସାଇଡ଼୍କୁ ଆମେ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଫ୍ରାଏ କରିବା। ତାପରେ ଆମେ ବରାକୁ ଲେଉଟେଇ ଲେଉଟେଇ 2 ପଟ ସାଇଡ଼୍କୁ ଲୋ ଫ୍ଲେମ୍ରେ ଫ୍ରାଏ କରିବା। ଯେମିତି ବରାର 2 ପଟ ସାଇଡ଼୍ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଫ୍ରାଏ ହେଇଯିବ। ଆପଣ ପ୍ରତି 2ରୁ 3 ମିନିଟ୍ ପରେ ବରାକୁ ଲେଉଟେଇ ଲେଉଟେଇ ଫ୍ରାଏ କରିବେ। ଆପଣ ଏ ବରାକୁ ଲୋ ଫ୍ଲେମ୍ରେ ଫ୍ରାଏ କରିବେ। ବେଶୀ ହାଇ ଫ୍ଲେମ୍ରେ ଫ୍ରାଏ କରିବେନି, ନହେଲେ କଖାରୁ କଞ୍ଚା ରହିଯିବ। ଦେଖିପାରୁଥିବେ ଏ ବରାର 2 ପଟ ସାଇଡ଼୍ ଭଲସେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ
फ्राए हो जाइए। एबे आम बरा को गोटे प्लेट रे काढ़ी दबा और एमती भावे आम बाकी सब बरा को भी फ्राए करके नहीं जिबा। मुझे आपण को आउ किछि बरा बनैकी देखै दउची। बरार गोटे पट साइड को हाई फ्लेम रे 1 ରୁ 2 मिनिट पर्यंत फ्राए करिवे। तापरे बरार दी पट साइड को लेउटे लेउटे लो फ्लेम रे लाइट गोल्डन ब्राउन कलर हवा पर्यंत फ्राए करिवे। ए कखारु बरा भी एठी रेडी हो जाइछि। आपण आकु गरम गरम ग्रीन चटनी सहित कि टमाटो केचप सहित सर्व करिवे। जदि आपणକୁ ए कखारु बरा बा कखारु कटलेट रेसिपी भल लागिथिबो तालाकु लाइक करिवे, आपणक सांगमानक सहित शेयर करिवे। जदि एपर्यंत मो चैनल को सब्सक्राइब करि नाहंती ताले सब्सक्राइब करबाकु जमार भूलिबेनी। पाखरथिया बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपण प्रथमे देखि परिबे। जदि फेसबुक रे देखुचंती ताले फॉलो करबाकु जमार भूलिबेनी। थैंक यू फॉर वाचिंग।